50 ଲକ୍ଷ ଲୋକ କରିନାହାନ୍ତି ରାସନ କାର୍ଡକୁ ଆସି ବାଦ ପଡ଼ିବେ 40 ଲକ୍ଷ। ହେଲେ ବି ନମସ୍କାର ଶୁଭ ସନ୍ଧ୍ୟା, ଆପଣ ହିନ୍ଦୁ ରାଜା ଶିବାଜୀ। 2 ଜାନୁଆରୀ ଚାଲନ୍ତୁ ଜାଣିବା ଆଜି ଟପ୍ ନ୍ୟୁଜ୍। ଡେଡଲାଇନ୍ ପରେ ଡେଡଲାଇନ୍ ବଦଳୁଛି, ହେଲେ ଏବେ ବି ପ୍ରାୟ 50 ଲକ୍ଷ ଲୋକ ରାସନ କାର୍ଡ ପାଇଁ ଇକୁ ଆସି କରିନାହାନ୍ତି। ଏବେ ଜାନୁଆରୀ 15 ଭିତରେ ଇକୁ ଆସି ସାରିବାକୁ ଟାର୍ଗେଟ୍ ରହିଛି। ତେଣୁ ରାସନ କାର୍ଡରୁ 40 ଲକ୍ଷ ଲୋକ ବାଦ ପଡ଼ିବା ଆଶଙ୍କା ରହିଛି। ଇକୁ ଆସି ନ କଲେ ମିଳିବନି ରାସନ, ତେଣୁ ଧୈର୍ଯ୍ୟକାଳୀନ ଭିତରେ ଚାଲିଛି ଇକୁ ଆସି କାମ। ତେବେ ଏବେ ଲକ୍ଷ ଲକ୍ଷ ଲୋକ କରିନାହାନ୍ତି ଇକୁ ଆସି। ଖାଦ୍ୟ ଯୋଗାଣ ବିଭାଗର ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 85% ଅର୍ଥାତ୍ 2,86 ଲକ୍ଷ ଅଧିକ ଲୋକଙ୍କ ଇକୁ ଆସି ସରିଥିବା ବେଳେ ଆହୁରି 50 ଲକ୍ଷରୁ ଅଧିକ ବାକି ଅଛନ୍ତି। ଏଥିରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ 3,12,000 ଲୋକ ଇକୁ ଆସି କରିନାହାନ୍ତି। ସେହିପରି ନବରଙ୍ଗପୁର ଜିଲ୍ଲାରେ 2,85,000, ବାଲେଶ୍ୱରରେ 2,85,000 ଓ ବଲାଙ୍ଗୀର ଜିଲ୍ଲାରେ 2,32,000 ସହ ରାଜ୍ୟରେ 50 ଲକ୍ଷରୁ ଅଧିକ ଲୋକ ଏବେ ବି ଇକୁ ଆସି କରିନାହାନ୍ତି। ଜାନୁଆରୀ 15 ଭିତରେ ଇକୁ ଆସି ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର, କିନ୍ତୁ କମ୍ ଲୋକ ଇକୁ ଆସି କରିଥିବାରୁ ପ୍ରାୟ 40 ଲକ୍ଷରୁ ଅଧିକ ହିତାଧିକାରୀ ବାଦ ପଡ଼ିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ମନ୍ତ୍ରୀ। ଗତ ସେପ୍ଟେମ୍ବରରୁ ଇକୁ ଆସି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ଭିତରେ ଇକୁ ଆସି କରାଇଛନ୍ତି 2,85,30,000 ଲୋକ ଏବଂ ପ୍ରାୟ 1,19,000 ଲୋକ ରାଜ୍ୟ ବାହାରେ ଇକୁ ଆସି କରାଇ ସାରିଛନ୍ତି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏଭଳି ସର୍ବପ୍ରଥମେ ଟପ୍ ନ୍ୟୁଜ୍ ଜାଣିପାରିବେ।